ହାତର ଆଙ୍ଗୁଠିରେ କେଉଁ ଧାତୁର ମୁଦି ପିନ୍ଧିବା ଦ୍ୱାରା ଆମ ଭାଗ୍ୟରେ ଆସିଥାଏ ଅଚାନକ ବଡ଼ ପରିବର୍ତ୍ତନ। କେଉଁ ଆଙ୍ଗୁଠିରେ ପିନ୍ଧିବେ? ଏ ଭିଡ଼ିଓରେ ଆସନ୍ତୁ ଜାଣିବା କେଉଁ ଧାତୁର ମୁଦି ପିନ୍ଧିବା ଦ୍ୱାରା ଆମମାନଙ୍କର ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ଆମର ପ୍ରତ୍ୟେକ କର୍ମରେ ଆମେମାନେ ସଫଳ ହୋଇଥାନ୍ତି, କର୍ମକ୍ଷେତ୍ରରେ ଜୟଯୁକ୍ତ ହୋଇଥାନ୍ତି। ମାନେ କହିବାକୁ ଗଲେ ସେ ଧାତୁଟି ଆମକୁ ସୁହେଇବ। ଯଦି ଗ୍ରହମାନେ ସବୁବେଳେ ଖରାପରେ ରହୁଥାନ୍ତି, ଅଶୁଭ ଫଳ ଦେଉଥାନ୍ତି, ତାହେଲେ ସେ ମଧ୍ୟ ଶୁଭ ଫଳ ଦେବାକୁ ଲାଗିବେ। ତା ସହିତ ଆମ ବ୍ୟକ୍ତିତ୍ୱରେ, ଆମ ସ୍ୱଭାବରେ ଆସିଥାଏ ପରିବର୍ତ୍ତନ। କେଉଁ ଧାତୁ ପିନ୍ଧିବା ଦ୍ୱାରା? ଆସନ୍ତୁ ଜାଣିବା। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଦେଖନ୍ତୁ, ଆମ ସତ୍ୟ ସନାତନ ହିନ୍ଦୁ ଧର୍ମରେ ରୂପାକୁ ମଧ୍ୟ ଅତ୍ୟନ୍ତ ଶୁଦ୍ଧ ବୋଲି ବିଶ୍ୱାସ କରାଯାଏ। ଯେମିତି ସୁନା ଆପଣଙ୍କର ଯେତେବେଳେ ହଜେ ବି ଦୋଷ ଲାଗେ ବା ଆପଣଙ୍କର ଅଶୁଭ ହୁଏ, ଆଉ ସୁନା ଯଦି ଆପଣମାନେ ପ୍ରାପ୍ତ କରନ୍ତି ସେତେବେଳେ ମଧ୍ୟ ଆପଣଙ୍କର ଦୋଷ ଲାଗେ। କିନ୍ତୁ ରୂପା ପାଇଁ, ରୂପା ବିଷୟରେ ଆପଣମାନେ ଏଭଳି କିଛି ଶୁଣିଛନ୍ତି କି? କେବେ ଶୁଣି ନଥିବେ। ରୂପାଟା ସବୁବେଳେ ଶୁଦ୍ଧ ଏବଂ ପବିତ୍ର, ଏବଂ ରୂପା ପିନ୍ଧିବା ଦ୍ୱାରା ମଧ୍ୟ ଆମ ସମସ୍ତଙ୍କୁ ଅନେକ ଗୁଡ଼ିଏ ଗ୍ରହ ଦୋଷରୁ ଆମକୁ ସେ ରକ୍ଷା କରିଥାଏ। ରୂପା ହେଉଛି ଆଜ୍ଞା ଶୁଭତାର ପ୍ରତୀକ, ଶୁଦ୍ଧତାର ପ୍ରତୀକ। ତେଣୁ ରୂପା ପିନ୍ଧିବା ଦ୍ୱାରା ଆପଣଙ୍କର ଶୁଭ ହେବ, ଏକଥା ସତ୍ୟ ହିଁ ସତ୍ୟ। ତେବେ ଆପଣମାନେ ଯଦି ଆପଣଙ୍କ ହାତରେ ଗୋଟିଏ ରୂପାର ମୁଦି ପିନ୍ଧନ୍ତି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହେବ। ତେବେ କ'ଣ ଶୁଭ ହେବ? ନା, ପ୍ରଥମରେ ଯଦି ଆପଣମାନେ ଆପଣଙ୍କ ହାତରେ ଗୋଟିଏ ରୂପା ମୁଦି ପିନ୍ଧୁଛନ୍ତି, ଆପଣମାନେ ଯେଉଁ ଟେନସନରେ ରହୁଛନ୍ତି, ମାନସିକ ତନାବରେ ଯେଉଁ ରହୁଛନ୍ତି, ସେଥିରେ ଆପଣଙ୍କର ପରିବର୍ତ୍ତନ ଆସିବ। ମାନସିକ ଶାନ୍ତି ପ୍ରଥମେ ଆପଣଙ୍କୁ ପ୍ରାପ୍ତ ହେବ। ଯେତେ ବଡ଼ ପରିସ୍ଥିତି ହେଉ, ଯେତେ ବଡ଼ ଅସୁବିଧା ହେଉ, ଯେତେ ବଡ଼ ସମସ୍ୟା ଆସୁ ଆପଣଙ୍କ ଜୀବନରେ, ଆପଣ ନିହାତି ଭାବରେ ସେ ସମସ୍ୟାରୁ ଓହରି ଆସିବେ ଏବଂ ଯେତିକି ଆପଣମାନେ ଟେନସନ୍ ରହିବା କଥା, କମ୍ ସେ କମ୍ ସେ ଟେନସନ୍ରୁ ଆପଣଙ୍କୁ ମୁକ୍ତି ମିଳିବ। ଯଦି ଆପଣଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ରମା ଏବଂ ଶନି ଯଦି ଏକାଠି ଅଛନ୍ତି, କିମ୍ବା ଯଦି ଶନିଙ୍କର ଦୃଷ୍ଟି ଚନ୍ଦ୍ରମା ଉପରେ ପଡ଼ୁଥାଏ, ତେବେ ଆପଣମାନେ ଯଦି ଗୋଟିଏ ରୂପାର ମୁଦି ଆପଣମାନେ ହାତରେ ପିନ୍ଧନ୍ତି, ତାହା ଆପଣଙ୍କ ପାଇଁ ସବୁଠାରୁ ଲାଭକାରୀ ସାବ୍ୟସ୍ତ ହେବ, ସବୁଠାରୁ ଶୁଭକାରୀ ସାବ୍ୟସ୍ତ ହେବ। ତେବେ ପିନ୍ଧିବେ କେଉଁ ହାତରେ? ନା, ପୁରୁଷମାନେ ପିନ୍ଧିବେ ଡାହାଣ ହାତରେ ଏବଂ ସ୍ତ୍ରୀ ଲୋକମାନେ ବାମ ହାତରେ ପିନ୍ଧିବେ। ଡାହାଣ ହାତରେ ପୁରୁଷମାନେ, ସ୍ତ୍ରୀ ଲୋକମାନେ ବାମ ହାତରେ। ରୂପାର ପ୍ରଭାବ ଆପଣଙ୍କର ଶୁକ୍ର ଗ୍ରହ ସହିତ ଏବଂ ଚନ୍ଦ୍ରମାଙ୍କ ସହିତ ସିଧାସଳଖ ଭାବରେ ରହିଛି। ଯେହେତୁ ରୂପାର ସମ୍ବନ୍ଧ ଆପଣଙ୍କର ଚନ୍ଦ୍ରମା ସହିତ ରହିଛି, ସେଥିପାଇଁ ଯେତେବେଳେ ଆପଣମାନେ ରୂପାର ମୁଦିଟିଏ ହାତରେ ଧାରଣ କରିବେ, ତାହା କେଉଁଠି ନା କେଉଁଠି ଆପଣଙ୍କ ପାଇଁ ଯେତେବେଳେ ଅସୁବିଧା ସମୟ ଆସିବ, ସେତେବେଳେ ଯେମିତି ଆଣ୍ଟିବାୟୋଟିକ୍ର କାମ କରିବ। ଆପଣଙ୍କ ଶରୀରକୁ ଏହା ଥଣ୍ଡା ରଖିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ। ପ୍ରଥମତଃ, ରୂପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଆପଣଙ୍କର ଏକାଗ୍ରତା ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ହୋଇଥାଏ। ଯେଉଁମାନଙ୍କର ବୈବାହିକ ଜୀବନ ସମସ୍ୟା ଭରା ଦେଇ ଗତି କରୁଛନ୍ତି, ଯେଉଁମାନେ ବିବାହ ପରେ ସେମାନଙ୍କର ପାରିବାରିକ ସମସ୍ୟା ଦେଖାଯାଉଛି, ପରିବାର ଭିତରେ ମତାନ୍ତର ଦେଖାଯାଉଛି, ସେମାନେ ରୂପା ମୁଦିଟି ଆପଣମାନେ ପିନ୍ଧନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭକାରୀ ସାବ୍ୟସ୍ତ ହେବ। ଯଦି ଆପଣମାନେ ମୁଦି ପିନ୍ଧିବା ପରିବର୍ତ୍ତେ ଯଦି ରୂପାର ଚେନ୍ ବି ପିନ୍ଧନ୍ତି, ତାହେଲେ ମଧ୍ୟ ଏହା ଆପଣଙ୍କ ପାଇଁ ଶୁଭ ହେବ। ଯେତେବେଳେ ଆମର ଶୁକ୍ର ଗ୍ରହ ଖରାପ ସ୍ଥିତିରେ ଥାନ୍ତି, ଅଶୁଭ ସ୍ଥିତିରେ ଥାନ୍ତି, ସେତେବେଳେ ଯଦି ଆମେ ଏଇ ରୂପାର ଧାତୁଟିଏ ପିନ୍ଧିବା ବା ରୂପା ପିନ୍ଧିବା ଆମ ହାତରେ ହେଉ, ଗଳାରେ ହେଉ, ତାହେଲେ ମଧ୍ୟ ଆମର ଶୁକ୍ର ମଜବୁତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା, ହାତର କେଉଁ ଆଙ୍ଗୁଠିରେ ରୂପା ମୁଦି ପିନ୍ଧିବା ଦ୍ୱାରା ଆମକୁ କେଉଁ ସବୁ ଫଳ ମିଳିଥାଏ। ଯେମିତିକି ଧରନ୍ତୁ, ଆପଣଙ୍କର ହାତର ପ୍ରଥମ ଆଙ୍ଗୁଳି, ତର୍ଜନୀ ଆଙ୍ଗୁଳିରେ ରୂପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କର କ୍ରୋଧ ନିୟନ୍ତ୍ରଣ ହୋଇଥାଏ, ଆପଣଙ୍କ ମନ ଶାନ୍ତ ହୋଇଥାଏ। ସେହିଭଳି ଆପଣଙ୍କର ଡାହାଣ ହାତର ଯଦି ଆପଣମାନେ ଏଇ ଆଙ୍ଗୁଳିରେ ରୂପା ମୁଦିଟିଏ ପିନ୍ଧନ୍ତି, ତାହେଲେ କ'ଣ ହେବ ନା, ଆପଣ ଯେକୌଣସି ମୁହୂର୍ତ୍ତରେ ବି ଯଦି ନର୍ଭସ୍ ହେଇଯାଉଛନ୍ତି, ତାହେଲେ ସେଇ ସମସ୍ୟାଟି ଆପଣଙ୍କର ଦୂର ହୋଇଯିବ। ଠିକ୍ ସେମିତି ଯଦି ଆପଣଙ୍କର ଅନାମିକା ଆଙ୍ଗୁଷ୍ଠିରେ ଆପଣମାନେ ରୂପା ମୁଦି ପିନ୍ଧୁଛନ୍ତି, ତାହେଲେ ଆପଣଙ୍କର ବ୍ଲଡ଼ ସାର୍କୁଲେସନ୍ ଭଲ ଭାବରେ ହେବ, ଆପଣଙ୍କର ରକ୍ତ ଶୁଦ୍ଧ ହେବ ଏବଂ ଆପଣଙ୍କର ୟୁରିନ୍ ଇନଫେକ୍ସନ୍ ସେତେଟା ହେବନି। ଏବଂ ଆପଣଙ୍କର ଶେଷ ଆଙ୍ଗୁଠିରେ, କନିଷ୍ଠ ଆଙ୍ଗୁଠିରେ ଯଦି ଆପଣମାନେ ରୂପା ମୁଦିଟିଏ ପିନ୍ଧନ୍ତି, ତାହେଲେ ଆପଣଙ୍କର ଏନ୍ଜାଇଟି
ପ୍ରୋବ୍ଲେମରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ତେବେ ଆପଣମାନେ ମଧ୍ୟ ନିହାତି ଭାବରେ ଗୋଟିଏ ରୂପା ମୁଦିଟିଏ ଆପଣଙ୍କ ହାତରେ ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କର ଅନେକ ପ୍ରକାରର ଶୁଭ ହୋଇଥାଏ। ଆଶା କରୁଛି ଆଜିକାର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।